ଢେଙ୍କାନାଳ ଜିଲ୍ଲା ହିଣ୍ଡୋଲ ଉପଖଣ୍ଡରେ ଜନସାଧାରଣଙ୍କ ମଙ୍ଗଳ ପାଇଁ ବିଶ୍ୱ ଶାନ୍ତି ମହାଯଜ୍ଞ ଓ ମକର ଉତ୍ସବ ପାଳିତ ହୋଇଯାଇଛି। ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆଜି ନୂଆବଙ୍ଗ ପଞ୍ଚାୟତ 5 ମାଇଲ ନିକଟସ୍ଥ ଚଢ଼େଇଗଡ଼ା ପାହାଡ଼ରେ ଥିବା ରବିନାରାୟଣ ମହାପ୍ରଭୁଙ୍କ ଆସ୍ଥାନରେ ଆଜି ବିଶ୍ୱ କଲ୍ୟାଣ ପାଇଁ ମହାଯଜ୍ଞ ଅନୁଷ୍ଠିତ ହେବା ସହ ମକର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଳସ ଯାତ୍ରା ଓ ପ୍ରତିଷ୍ଠା ପରେ ଏଥିରେ ଯଜ୍ଞ ଆହୁତି ଦିଆଯିବା ସହ ନାମ ସଂକୀର୍ତ୍ତନରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତରେ ପରିବେଶ ଭକ୍ତିମୟ ହୋଇଥିଲା। ଜଙ୍ଗଲ ପାହାଡ଼ ଘେରା ଉପରେ ଥିବା ଶ୍ରୀ ଶ୍ରୀ ରବିନାରାୟଣ ଭଗବାନଙ୍କ ପୀଠର ଅପୂର୍ବ ମନୋରମ ଦୃଶ୍ୟ ଏଠାକୁ ଟାଣି ଆଣିଥାଏ। ଦୂର ଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଏବଂ ଏଠାରେ ମଧ୍ୟ ମକର ସଂକ୍ରାନ୍ତି ଉପଲକ୍ଷେ ବହୁତ ପ୍ରକାର ସାମଗ୍ରୀ ଦୋକାନ ପସରା ମିଳି ଏବଂ ଶ୍ରଦ୍ଧାଳୁମାନଙ୍କ ପସନ୍ଦର ଦରକାରୀ ସାମଗ୍ରୀ କିଣାକୁଣି ଗୁପଚୁପ ଚାଟ ଜଳଖିଆ ଖାଇବା ଭରପୁର ମଜା ଉଠାଇଥାନ୍ତି। ସ୍ଥାନୀୟ ସ୍ୱେଚ୍ଛାସେବୀ ଯୁବ ଗୋଷ୍ଠୀ ଯାତ୍ରା ପରିଚାଳନା କମିଟି ସହ ଅନ୍ୟାନ୍ୟ ଲୋକ ଶାନ୍ତି ଶୃଙ୍ଖଳାର ସହ ଯାତ୍ରାକୁ ପାଳନ କରିଥିଲେ। ଢେଙ୍କାନାଳ ଜିଲ୍ଲାରୁ ବିନୟ କୁମାର ବେହେରା, ଓଡ଼ିଶା ଖବର। ଦେବାହାଳି ଗ୍ରାମର ଦୀର୍ଘ ଆଜି ଯେଉଁ ଆମର ଚାଲିଛି ଅନୁଷ୍ଠାନ କେତେ ବର୍ଷ ହେଲାଣି? ବିଗତ 30 ବର୍ଷ ହେଲା ଏ କାର୍ଯ୍ୟକ୍ରମ ଚାଲି ଆସୁଛି। ଇଏ ଏକ ହସ କଥାରୁ ହିଁ ଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଆମେ ଯାଇଥିଲୁ ନାଦରା ଦେଖିବା ପାଇଁ ମକର ଉତ୍ସବ, ସେଇଠୁ ଆସିଲୁ, ସେଇ ପ୍ଲାନିଂ ହେଇଛି ଏବଂ ସେଇ ଦିନଠୁ ଏ କାର୍ଯ୍ୟକ୍ରମ ଚାଲି ଆସିଛି। ଆଜି ଆଖପାଖ ଅଞ୍ଚଳର ମା ଭଉଣୀମାନେ କେତେ ଭକ୍ତମାନେ ସବୁ ଆସିଛନ୍ତି? ହଁ, ବହୁତ ଆନନ୍ଦ ଉଲ୍ଲାସର ସହିତ ପ୍ରତିବର୍ଷ ପରି ବ୍ୟବସ୍ଥ ମଧ୍ୟ ଆସିଛନ୍ତି। ଆଉ ଏଇଭଳି ପ୍ରଭୁଙ୍କର ଚାଲିଥାଉ ବେଳେ ସମସ୍ତେ ଆସୁଥାନ୍ତୁ, ଭକ୍ତ ସମାଗମ ହେଉଥାଉ, ଏତ ଆମକୁ ଆନନ୍ଦ ବହୁତ ଖୁସି ଲାଗୁଛି। ମୁଁ ଦେଖିବାକୁ ପାଇଲି ଆଜି ଆଖପାଖ ଅଞ୍ଚଳର ମିନିମମ୍ 4,000 ରୁ 5,000 ଲୋକ ଜାତ କରୁଛନ୍ତି। ବହୁତ ସୁନ୍ଦର ଭାବରେ ମା ଭଉଣୀ ଦର୍ଶନ କରି ଆମର ପାହାଡ଼ ତଳେ ଯାଉଛନ୍ତି। ଆପଣ କେତେ ଖୁସି ଲାଗୁଛି? ବହୁତ ଖୁସି, ବହୁତ ଖୁସି। ଏମିତି ପ୍ରତିବର୍ଷ ଖୁସି ହିଁ ଆମେ ଚାହୁଁଛୁ।